ବେତନଟି ମହାବିଦ୍ୟାଳୟରେ କୃତ୍ରିମ ବନ୍ୟା ପ୍ରବଳ ବର୍ଷା ଯୋଗୁଁ ମହାବିଦ୍ୟାଳୟ ପରିସର ଜଳମଗ୍ନ। ଦୀର୍ଘ ବର୍ଷ ଧରି କଲେଜରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏପରି ସମସ୍ୟା ଦେଖିବାକୁ ମିଳୁଛି। ହଁ ଆଜ୍ଞା, ସୂଚନା ଅନୁସାରେ କିଛି ଦିନ ଧରି ଲଘୁଚାପ ଯୋଗୁଁ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବେତନଟି ମହାବିଦ୍ୟାଳୟ ଓ ଛାତ୍ରନିବାସ ପରିସର କଲେଜ ଅଫିସ ସାମ୍ନାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମା ହୋଇ ରହିଛି। ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାମାନେ କଲେଜକୁ ଓ ଛାତ୍ରୀମାନେ ଛାତ୍ର ନିବାସକୁ ପ୍ରବେଶ କରିବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସମସ୍ତେ ପାଣିରେ ପଶି ଓଦା ହୋଇ କଲେଜକୁ ଆସୁଛନ୍ତି। ତତ୍ସହିତ ଅନେକ ଏହି ପାଣି ଓଦା ହେଇ ଥଣ୍ଡା ଜ୍ୱର ଭଳି ଅନେକ ସଂକ୍ରମଣ ରୋଗରେ ପଡ଼ିବାର ମଧ୍ୟ ଦେଖିବାକୁ ମିଳିଲାଣି। ବହୁ ଦିନ ଧରି ବର୍ଷା ପାଣି ଜମି ରହିବା ଫଳରେ ମଶା ମାଛି ରୋଗ ଜୀବାଣୁଙ୍କ ବଂଶ ବିସ୍ତାର ବଢ଼ିବା ଯୋଗୁଁ ଅନେକ ମହାମାରୀ ରୋଗର ଭୟ ରହୁଛି। ଏଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବେତନଟି କଲେଜ ପରିସରରେ ଡ୍ରେନେଜ ବ୍ୟବସ୍ଥା ନିତାନ୍ତ ଜରୁରୀ ହୋଇପଡ଼ିଛି। କଲେଜ ପରିସରକୁ ଏହି କୃତ୍ରିମ ବନ୍ୟାରୁ ମୁକ୍ତ ପାଇଁ ଡ୍ରେନେଜ ବ୍ୟବସ୍ଥା ନିମନ୍ତେ କଲେଜ ଅଧ୍ୟକ୍ଷ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଅତୀତରେ ବେତନଟି କଲେଜର ବିଲ୍ଡିଂ ରାସ୍ତା ପାଇଁ ଅନେକ ଅନୁଦାନ ଆସିଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ସୁଧାର ପାଇଁ କେବେ ଅନୁଦାନ ଆସୁଛି ତାହା ଦେଖିବାକୁ ବାକି ରହିଲା। ମୟୂରଭଞ୍ଜ ବେତନଟିରୁ ହରିଶ୍ଚନ୍ଦ୍ର ସାମଲଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।